ପାଗଳ ପାଇଁ ଜେଲ୍ ଏଇ କଥାଟାକୁ ଆପଣମାନେ ଭିନ୍ନ ଅର୍ଥରେ ନେଲେ। ମାନେ ମାମୁଁ, ଗୋଟେ ମାମୁଁ କଂସ, ଗୋଟେ ମାମୁଁ ବାଘ, ଗୋଟେ ମାମୁଁ ଜହ୍ନ। ଜହ୍ନ ମାମୁଁ କାହିଁ ଭଲ ପାଉଛେ, କଂସ ମାମୁଁ କାହିଁ ଭଲ ପାଉନି, ବାଘ ମାମୁଁ କାହିଁ ଭଲ ପାଉନି, ଏ ବିଷୟ ଚିନ୍ତା କରିବା। ସରଳ ବ୍ୟକ୍ତି ଯିଏକି ଛେଳି ଅଭିନୟ କରୁଥିଲା, ସେ ଧର୍ମରେ ଥିଲା, ସେ ଅଧର୍ମ କରୁନଥିଲା, ସେ ପରୋପକାର ଥିଲା। ଧର୍ମ ରକ୍ଷେ ଧାର୍ମିକ। ଏଇ ନ୍ୟାୟରେ ସ୍ୱୟଂ ଧର୍ମ ଭଗବାନ ବିଲୁଆ ରୂପରେ ଆସିଲେ, ତାକୁ ସହଯୋଗ କଲେ। ଖଳ ଚରିତ୍ର କରୁଥିବା ଯେ ବାଘ ଅଭିନୟ କରୁଥିଲା, ତା ପାଇଁ ଦଣ୍ଡ ନିହାତି ଆବଶ୍ୟକ। ସେଇ ଭଗବାନ ଯେ ବିଲୁଆ ରୂପରେ ଆସିଥିଲେ, ଯେହେତୁ ତାର ଚରିତ୍ର ଖରାପ, ତେଣୁ ତାକୁ ସେ ପୁନର୍ବାର ଦଣ୍ଡ ଦେଲେ। ଦୋଷୀ ପାଇଁ ଦଣ୍ଡ ନିହାତି ଆବଶ୍ୟକ। ଦୋଷୀକେ ଦଣ୍ଡ ନଦେଲେ ସମାଜରୁ ସଂସ୍କାର ଉଠିଯିବ ଏବଂ ସରଳ ଲୋକ, ସନ୍ଥ ଲୋକ, ଦୃଢ଼ ଲୋକମାନେ କଷ୍ଟ ଭୋଗିବେ। ଏଇଥିପାଇଁ ତ କୁହାଯାଇଛି କ'ଣ ନା ଭରସା କରନା କଥା ଦଗାକୁ। ଏଇ କଥା ଦଗା କିଏ ନା ବାଘ, ଖଳ ଲୋକ। ଭରସା କରନା କଥା ଦଗାକୁ, ଭରସା କରନା ଛିଣ୍ଡା ପଘାକୁ, ଭରସା କରିଥା ଦୁଃଖେ ଜଗାକୁ। ଦୁଃଖ ଆସିଥିଲେ ଆମେ ଜଗାକୁ ଡାକିବା। ଭରସା ନ କର ଘର ଜଗାକୁ। ଯିଏ ଘର ଜଗୁଛି ତାକୁ ବିଶ୍ୱାସ କରନା। ଭରସା ନ କର ଘର ଜଗାକୁ, ଭରସା କରିଥା ଦୁଃଖେ ଜଗାକୁ, ଭରସା କରନା ଛିଣ୍ଡା ପଘାକୁ, ଭରସା କରନା କଥା ଦଗାକୁ। ପଘା ମାନେ ଦୌଡ଼ି। କିଏ ଜଗିଯିବ ରାତି ହଗାକୁ, କିଏ ଦାନ ଦେବ ନୀତି ମଗାକୁ, କିଏ ସାହା ହେବ ହତ ଭାଗାକୁ, କିଏ ବୁଦ୍ଧି ଦେବ ଜନ୍ମ ବଗାକୁ। ଜନ୍ମରୁ ବଗା, ଯିଏ ଜନ୍ମରୁ ବୋକା ତାକୁ କିଏ ବୁଦ୍ଧି ଦେବ? ଯିଏ ହତଭାଗା ତାକୁ କିଏ ସାହା ହେବ? ଯିଏ ନୀତି ମାଗିବ ତାକୁ କିଏ ଦବ? ଆଉ ରାତିରେ ଯିଏ ହଗିଯିବ, ଶୀତ ରାତି ଯୋଉ ଶୀତ ହଉଛି, ଏଥିରେ ଯଦି କିଏ ହଗିଯାଏ ତାକୁ କିଏ ଜଗିଯିବ? ସେଇ ମାମୁଁ ଜଗିବ, ବାଘ ମାମୁଁ ଜଗିବ, ସିଏ ହଗିବ।